ବ୍ୟାସକବି ଫକୀରମୋହନ ସେନାପତିଙ୍କ ଜୀବନୀରୁ ଓଡ଼ିଆ ସାରସ୍ୱତ ତ୍ରିବେଣୀ ଧାରର ଅନ୍ୟତମ ଧାର ସରସ୍ୱତୀ ହେଉଛନ୍ତି ଫକୀରମୋହନ ସେନାପତି, ଯାହାଙ୍କର ସ୍ଥିତି ସ୍ୱତନ୍ତ୍ର। ଅଷ୍ଟାଦଶ ଶତାବ୍ଦୀ ଓ ଊନବିଂଶ ଶତାବ୍ଦୀର ଆଦ୍ୟ ଭାଗରେ ଉତ୍କଳୀୟ ଜନଜୀବନର କାହାଣୀକୁ ଆଧାର କରି ଆତ୍ମପ୍ରକାଶ କରିଛି ତାଙ୍କର ପ୍ରତିଟି ସାହିତ୍ୟ କୃତି। ସେଇଥିପାଇଁ ସେ କୌଣସି ଯୁଗର ସୀମା ଭିତରେ ଆବଦ୍ଧ ହୋଇ ରହିପାରିନାହାନ୍ତି। ଯେତେ ଦିନ ପର୍ଯ୍ୟନ୍ତ ସମାଜରେ ଥିବା ତଥାକଥିତ ବଡ଼ପଣ୍ଡାମାନେ ଗରିବ ନିରୀହ ଜନତାଙ୍କୁ ଶୋଷଣ କରୁଥିବେ, ଯେତେ ଦିନ ପର୍ଯ୍ୟନ୍ତ ନାରୀ ଶିକ୍ଷାର ପ୍ରଗତି ଘଟି ନାରୀ ସଶକ୍ତିକରଣ ପ୍ରକ୍ରିୟାର ସୁଫଳ ସମାଜକୁ ମିଳିନଥିବ, ଶୋଷଣ ଅତ୍ୟାଚାର ଅନ୍ୟାୟର ବିଲୋପ ସାଧିତ ହୋଇ ନଥିବ, ଫକୀରମୋହନଙ୍କ କଥା ସାହିତ୍ୟ ସମାଜର ଜାଗ୍ରତ ପ୍ରହରୀ ଭାବରେ ସେହି ଦୁଷ୍ଟ ଖଳନାୟକ ମାନଙ୍କୁ ଅହରହ ଚେତାବନୀ ଦେଇ ଚାଲିଥିବ। ଫକୀରମୋହନଙ୍କର ରଚନା ଶୈଳୀ ଥିଲା ସ୍ୱତନ୍ତ୍ର। ପାରମ୍ପରିକ ରଚନା ଶୈଳୀଠାରୁ ସମ୍ପୂର୍ଣ୍ଣ ଦୂରେଇ ଯାଇ ସାଧାରଣ ଲୋକ ଓ ସେମାନଙ୍କର ସମସ୍ୟା ଓ ସଂଘର୍ଷକୁ ନିଜ ରଚନାରେ ସ୍ଥାନ ଦେଇଥିଲେ ଫକୀରମୋହନ। ଏତଦ୍ ବ୍ୟତୀତ ସରଳ ଓଡ଼ିଆ ତଥାକଥିତ ଭାଷାର ପ୍ରୟୋଗ ଥିଲା ତାଙ୍କ ସାହିତ୍ୟ କୃତିର ଅନ୍ୟତମ ବୈଶିଷ୍ଟ୍ୟ। କିନ୍ତୁ ରକ୍ଷଣଶୀଳ ସମାଜରେ ନାରୀ ଶିକ୍ଷା କିପରି ଏକ ଦେବାସ୍ୱପ୍ନ, ତାହା ଅତି ମର୍ମସ୍ପର୍ଶୀ ଭାବେ ରେବତୀ ଗଳ୍ପରେ ଉପସ୍ଥାପନ କରିଛନ୍ତି ଫକୀରମୋହନ। ଆଧୁନିକ ଓଡ଼ିଆ ସାହିତ୍ୟରେ ପ୍ରଥମ କ୍ଷୁଦ୍ର ଗଳ୍ପର ସ୍ରଷ୍ଟା ହେଉଛନ୍ତି ଫକୀରମୋହନ। ରେବତୀ ଓଡ଼ିଆ ସାହିତ୍ୟରେ ତାଙ୍କର ପ୍ରଥମ କ୍ଷୁଦ୍ର ଗଳ୍ପ। ଏହା 1898 ମସିହା ଅକ୍ଟୋବର ମାସରେ ଉତ୍କଳ ସାହିତ୍ୟ ପତ୍ରିକାରେ ପ୍ରକାଶ ପାଇଥିଲା। ରେବତୀ ଗଳ୍ପ କଥା ଆଜି ବି ମନେ ପଡ଼େ। ଫକୀରମୋହନ ଏକାଧାରରେ ସାହିତ୍ୟିକ, ଦାର୍ଶନିକ ଓ ସମାଜ ସଂସ୍କାରକ ଥିଲେ। ତାଙ୍କର ଅଗାଧ ପାଣ୍ଡିତ୍ୟ ପାଇଁ ତାଙ୍କୁ ବ୍ୟାସ କବି ଆଖ୍ୟା ଦିଆଯାଇଛି। ତାଙ୍କ ରଚିତ ରେବତୀ ଗଳ୍ପ ଏକ କାଳଜୟୀ ରଚନା। ଫକୀରମୋହନ ଏହା 1898 ମସିହାରେ ରଚନା କରିଥିଲେ। ଏବେ ଆସି 2025 ମସିହା ହେଲାଣି। ଏହା ମଧ୍ୟରେ 127 ବର୍ଷ ଅତିକ୍ରାନ୍ତ ହୋଇ ଯାଇଥିଲେ ମଧ୍ୟ ଏହି ଗଳ୍ପଟି ଆଜି ବି ଲୋକପ୍ରିୟ ହୋଇପାରିଛି। ରେବତୀ ଗଳ୍ପ ହିଁ ଓଡ଼ିଆ ସାହିତ୍ୟ ଓ ଫକୀରମୋହନଙ୍କର କାଳଜୟୀ ପ୍ରଥମ କ୍ଷୁଦ୍ର ଗଳ୍ପ। ଏହି ଗଳ୍ପଟି ଅତ୍ୟନ୍ତ କାରୁଣ୍ୟ, ନାରୀ ଶିକ୍ଷା ପ୍ରତି ସେ କାଳର ରକ୍ଷଣଶୀଳ ମନୋଭାବ ସମ୍ପନ୍ନ ଜେଜିମା ଚରିତ୍ର ମାଧ୍ୟମରେ ଏହି ଗଳ୍ପରେ ବର୍ଣ୍ଣନା କରାଯାଇଛି। ରେବତୀ ଗଳ୍ପରେ ରେବତୀ ନାମକ ଝିଅର ପାଠପଢ଼ା ବା ଉଚ୍ଚ ଶିକ୍ଷିତା ହେବା ଆଶା କରିଥିବା ହୋଇଛି ତାହା ବିପର୍ଯ୍ୟୟର କାରଣ। ରକ୍ଷଣଶୀଳ ସମାଜରେ ଥିବା ଅନ୍ଧବିଶ୍ୱାସ, ପିତାମାତାଙ୍କର ମୃତ୍ୟୁ, ଜମିଦାର ସମ୍ପତ୍ତି ବାଡ଼ି ନିଲାମ କରିଦେଇଛି। ଜେଜିମା ଆଖିକୁ ଦୃଶ୍ୟ ନ ହେବା, ରେବତୀ ଯାହାକୁ ମନେ ମନେ ଭଲ ପାଉଥିଲା ଏବଂ ତାକୁ ଶିକ୍ଷିତ କରିବା ପାଇଁ ପାଠ ପଢ଼ାଉଥିଲା, ସେହି ବାସୁଦେବର ମୃତ୍ୟୁ ହୋଇଛି। ଏହି ଗଳ୍ପରେ ପ୍ରେମର ନୀରବ ଫଲ୍ଗୁ ପ୍ରବାହିତ। ଫକୀରମୋହନଙ୍କର ରେବତୀ ଗଳ୍ପ ମହାନ କ୍ଷୁଦ୍ର ପ୍ରେମ ଗଳ୍ପ ଅଟେ। ସେ ଗଳ୍ପରେ ରେବତୀର ବୁଢ଼ୀ ଜେଜେମା ଡାକ ଛାଡ଼ୁଥିଲେ, ଲୋ ରେବତୀ, ଲୋ ରେବି, ଲୋ ନିଆଁ, ଲୋ ଚୁଲି। ଜେଜେମାଙ୍କ ଏହି ଡାକ ଭିତରେ ରେବତୀ ପାଠ ପଢ଼ିବା ସ୍ୱପ୍ନ ଅଙ୍କୁରିତ ହେବା ପୂର୍ବରୁ ଧୂଳିସାତ୍ ହୋଇ ସାରିଥିଲା। କାରଣଟି ହେଲା, ରେବତୀ ପାଠ ପଢ଼ିବାରୁ ପରିବାରରେ ନାନାଦି ସମସ୍ୟା ଅସୁବିଧା ସୃଷ୍ଟି ହୋଇଛି ଓ ପରିବାର ଲୋକେ ମୃତ୍ୟୁବରଣ କରିଛନ୍ତି ବୋଲି ଜେଜେମାଙ୍କ ଭୁଲ ଧାରଣା ଓ ଅନ୍ଧବିଶ୍ୱାସ ହୋଇଛି। ଏବେର ଆଧୁନିକ ସମାଜରେ ଆଉ ସେ ଜେଜେମା ନାହାନ୍ତି କି ଲୋ ରେବତୀ, ଲୋ ରେବି, ଲୋ ନିଆଁ, ଲୋ ଚୁଲିର ଡାକ ଶୁଭୁ ନାହିଁ। କିନ୍ତୁ ଏକଥା ସ୍ୱୀକାର କରାଯାଇପାରେ ଯେ ରେବତୀ ମାନଙ୍କ ପାଠ ପଢ଼ା ପାଇଁ ସମାଜରୁ ସେ ସଂକୀର୍ଣ୍ଣ ମନୋଭାବ ଏବେ ମଧ୍ୟ ଯାଇନାହିଁ।
ଭିନ୍ନ ଭିନ୍ନ ସ୍ଥାନ ସ୍ଥିତିରେ ଧାରଣା ବିଭିନ୍ନ ପ୍ରକାରର। ତେବେ ଏବେ ମଧ୍ୟ ଅନେକ ବ୍ୟକ୍ତିଙ୍କ ଠାରୁ ଶୁଣିବାକୁ ମିଳେ ଝିଅ ଜନ୍ମ ଚୁଲି ମୁଣ୍ଡକୁ। ସେହି ଚୁଲି ମୁଣ୍ଡ ହିଁ ଜୀବନର ମୂଳ ଲକ୍ଷ୍ୟ ବୋଲି ଅନେକ ଅଭିଭାବକମାନେ ସ୍ଥିର କରି ନେଇଥିବାରୁ ଅନେକ ରେବତୀ ଭବିଷ୍ୟତ ସ୍ୱପ୍ନ ଦେଖିବାକୁ ବଞ୍ଚିତ ହେଉଛନ୍ତି। ଶେଷରେ ରେବତୀର ଜୀବନ ନିଆଁ ଚୁଲି ଭିତରେ ସୀମିତ ହୋଇ ରହିଯାଉଛି।